ଜଗତସିଂହପୁର ଜିଲ୍ଲା ପାଇଁ ଇଏ ଗୋଟେ ଐତିହାସିକ ମୁହୂର୍ତ୍ତ। ଯେଉଁ ଜଗତସିଂହପୁର ଜିଲ୍ଲା କିଛି ବର୍ଷ ତଳେ ଶିକ୍ଷା କ୍ଷେତ୍ରରେ 1 ନମ୍ବରରେ ଥିଲା, ସଂସ୍କୃତିରେ 1 ନମ୍ବରରେ ଥିଲା, କ୍ରୀଡ଼ାରେ 3 ନମ୍ବର ଥିଲା। ପୂର୍ବ ବ୍ୟବସ୍ଥା ଭିତରେ ଆମେ ଶିକ୍ଷା କ୍ଷେତ୍ରରେ ବହୁ ପଛକୁ ପଳେଇଥିଲୁ। ଏବଂ ଲଜ୍ଜାର କଥା ଏବଂ ଆଶ୍ଚର୍ଯ୍ୟର କଥା, ସ୍ୱାଧୀନତାର 78 ବର୍ଷ ପରେ 3ଟି ଜିଲ୍ଲାରେ ଗୋଟେ ସରକାରୀ ଡିଗ୍ରୀ କଲେଜ ନଥିଲା। ଏଇ କଥାଟି ଆମେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଝାରସୁଗୁଡ଼ାରେ ଆମେ ସବୁବେଳେ ହାଉସ୍ରେ ଏ କଥା ଉଠାଉଥିଲୁ। ଆମେ 3ଟି ଯାକ ଜିଲ୍ଲାର ଯେଉଁମାନେ ଆସିଛୁ ରିପ୍ରେଜେଣ୍ଟେଟିଭ୍ ଏ କଥାକୁ ଉଠାଉଥିଲୁ। ମୁଁ କୃତଜ୍ଞତା ଜ୍ଞାପନ କରିବି ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ନିକଟରେ, ଏବଂ ଯେତେ ଧନ୍ୟବାଦ ଦେଲେ କମ୍ ହେବ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମହୋଦୟଙ୍କୁ, ଜଣେ ଯୁବମନ୍ତ୍ରୀ ଏବଂ ଶିକ୍ଷା, କ୍ରୀଡ଼ା ଏବଂ ସଂସ୍କୃତି ଗୁରୁତ୍ୱପୂର୍ଣ୍ଣ ବିଭାଗ ନେଇଛନ୍ତି। ଦିନ ରାତି ଅହରହ ପରିଶ୍ରମ କରୁଛନ୍ତି। ଆବଶ୍ୟକତାକୁ ଉପଲବ୍ଧି କରି ଲୋକଙ୍କର ଯେଉଁଟା ବାସ୍ତବ କ୍ଷେତ୍ରରେ ଯଦି ଶିକ୍ଷା ନାହିଁ ତାହେଲେ କିଛି ନାହିଁ। ତେଣୁ ଶିକ୍ଷାକୁ ଗୁରୁତ୍ୱ ଦେଇ ବିଶ୍ୱବିଦ୍ୟାଳୟ ଜଗତସିଂହପୁରକୁ ଭେଟି ଦେଇଛନ୍ତି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା ଏବଂ ଭଦ୍ରକ, ଆମେ ଜଗତସିଂହପୁରବାସୀ ଆମ ପାଇଁ ଯେଉଁଦିନ ଘୋଷଣା ହେଲା ଜଗତସିଂହପୁର ଜିଲ୍ଲା ଯାକ ଲୋକମାନେ ଅତ୍ୟନ୍ତ ଖୁସି ହେଇଛନ୍ତି। ଚାରିଆଡ଼େ ଆତସବାଜି ହେଇଛି, ମିଠା ବଣ୍ଟନ ହେଇଛି ଏବଂ ଏଇ ମୁହୂର୍ତ୍ତକୁ ଆସିକି ଆମେ ଏଇ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲୁ ଷ୍ଟେଟ୍ ଗେଷ୍ଟ ହାଉସ୍ରେ। ଆଜି ସମୟ ଦେଇଥିଲେ, ବହୁତ ଦିନ ଠାରୁ ଚେଷ୍ଟା କରୁଥିଲୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟିବା ପାଇଁ, ଆଜି ସମୟ ଦେଇଥିଲେ। ଆଜି ଶତାଧିକ ଯୁବକ, ଛାତ୍ର, ଗୁରୁଜନ ଆମ ଅଞ୍ଚଳର ଆସିଥିଲେ, ଆଜି ତାଙ୍କୁ ସମ୍ବର୍ଦ୍ଧିତ କଲେ ଏବଂ ତାଙ୍କର ମହତ୍ ପଣିଆ ଦେଖନ୍ତୁ, ତାଙ୍କର ବଡ଼ ପଣିଆ ଦେଖନ୍ତୁ। ସେ କଥାଟାକୁ ହାଲକା ଭାବରେ ଟାଳିଦେଲେ ଯେ ମୁଁ ହେଉଛି ପୋଷ୍ଟ ପିଅନ, ମୋର କାମ ହେଲା ଅଞ୍ଚଳର ଦାବିକି ଉପରିସ୍ଥ ଅଧିକାରୀଙ୍କୁ ଦେବା, ସେଥିରେ ନିଜର କ୍ରେଡ଼ିଟ୍ ସିଏ ନେଲେ ନାହିଁ। ତେଣୁ ବାସ୍ତବ କ୍ଷେତ୍ରରେ ଆପଣ ଜାଣୁଥିବେ ଯେ ଜଣେ ଅତି ଭଦ୍ର, ସରଳ ଏବଂ ଅତି ଉଚ୍ଚ କୋଟିର ବ୍ୟକ୍ତିତ୍ୱ, ଯାହାଙ୍କର କେବଳ ଲକ୍ଷ୍ୟ କାମକୁ ବାସ୍ତବ ରୂପ ଦେବା, ପ୍ରଶଂସାକୁ ଗ୍ରହଣ କରିବା ନାହିଁ, ପ୍ରଶଂସାକୁ ଅନ୍ୟ ମୁଣ୍ଡରେ ଦେଇଦେବା। ବିଜେଡି ସମୟରେ ଅବହେଳା କରାଯାଇଥିଲା କି ମହାନ ପୁରୁଷମାନଙ୍କ ମାଟି, ଜଗତସିଂହପୁର ମାଟି, ସାହିତ୍ୟିକମାନଙ୍କ ମାଟି, ତାଙ୍କୁ ଜାଣି ଶୁଣିକି ଏଭଳି ଗୋଟେ ଅବହେଳା କରାଯାଇଥିଲା କି? ଆପଣ ଦେଖନ୍ତୁ, ଜଗତସିଂହପୁର ଜିଲ୍ଲା ସଦର ମହକୁମାରେ ଆପଣ ଯଦି ଏଣ୍ଟ୍ରି କରିବେ, ଜାତୀୟ କବି ବୀର କିଶୋରଙ୍କର ପାର୍କଟେ ସେ ବିଜେଡି ସରକାର ସମୟରେ ହେଇନଥିଲା, ସେ ତା ପୂର୍ବ ସରକାର ସମୟରେ ହେଇଥିଲା। ବିଜେଡି ସରକାର ସମୟରେ ଅବହେଳିତ ହୋଇ ପଡ଼ିଥିଲା। ଆଜି ଜାତୀୟ କବି ବୀର କିଶୋର ପାର୍କଙ୍କର ରିନୋଭେସନ୍ ୱାର୍କ ଚାଲିଛି ଏବଂ ସବୁଠାରୁ ବଡ଼ କଥା ହେଲା ଭାରତ ରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ମହୋଦୟଙ୍କର ଗୋଟେ ହେଡ଼କ୍ୱାର୍ଟରରେ ତାଙ୍କର ପ୍ରତିମୂର୍ତ୍ତି ରଖାଯାଇ ନାହିଁ। ସେ ଦଳ ଭିତରେ ବାନ୍ଧି ହେଇ ନଥିଲେ, ସେ ସାରା ଭାରତବାସୀଙ୍କର ହୃଦୟ ଥିଲେ, ଦଳଠାରୁ ଉର୍ଦ୍ଧ୍ୱରେ ରହି କାମ କରୁଥିଲେ, ସେ ରାଜଧର୍ମକୁ ଗୁରୁତ୍ୱ ଦେଉଥିଲେ। ତେଣୁ ସେଭଳି ବ୍ୟକ୍ତିତ୍ୱଙ୍କର ଆଜି ଯାଏଁ ଷ୍ଟାଚୁ ହେଇନଥିଲା। ଆଜି ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ ମହୋଦୟଙ୍କ ନିକଟରେ ଯେତେବେଳେ ଆମେ ଦାବି କରିଥିଲୁ, ଷ୍ଟାଚୁ ଆମ ପାଇଁ କରିସାରିଲେଣି। ଖୁବ୍ ଶୀଘ୍ର ତାଙ୍କ ନାଁରେ ଗୋଟେ ପାର୍କ ହେଉଛି ହେଡ଼କ୍ୱାର୍ଟରରେ ଏବଂ ଅଟଳ ବିହାରୀ ବାଜପେୟୀଜୀଙ୍କ ପାର୍କରେ ତାଙ୍କ ପ୍ରତିମୂର୍ତ୍ତି ହେଡ଼କ୍ୱାର୍ଟରରେ ସ୍ଥାପିତ ହେବାକୁ ଯାଉଛି।